ଶୁଣୁନାହାନ୍ତି ଆମର ଯୋଉ ପ୍ରିୟ ପରିଜନ ପଡୋଶୀ ମାନେ ସମସ୍ତଙ୍କୁ ଆବେଗ କୁହନ୍ତୁ କିଏ ମାନୁ କେହି ନ ମାନୁ ନ ଶୁଣୁ ନ ଶୁଣୁ କିନ୍ତୁ ସମସ୍ତଙ୍କୁ କୁହନ୍ତୁ ସିଏ ଆସିଛନ୍ତି ସେଇ କଥାଟା ଯେମିତି କିଏ ଯଦି ନ କହିବ ପୁରୁଷୋତ୍ତମ ଆସିଥିଲେ ମୁଁ ଜାଣିପାରିଲିନି ଏ କଥାଟା ଯେମିତି ନ କହେ ତେଣୁ ସେଇ ପୁରୁଷୋତ୍ତମଙ୍କର ଆବିର୍ଭାବ ସମସ୍ତଙ୍କ କାନରେ ସେଇ ବାର୍ତ୍ତାଟା ଦିଅନ୍ତୁ। ଏଇ ସତ୍ସଙ୍ଗ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଲା ସେଇଆ ସମସ୍ତଙ୍କୁ ଜଣେଇବା ଏଇ ଯୁଗରେ ପୁରୁଷୋତ୍ତମ 10,000 ବର୍ଷ ପର୍ଯ୍ୟନ୍ତ ଯୋଉ ତାଙ୍କରି ବାଣୀ ଦେଇଛନ୍ତି ସେଇ ବାଣୀ କାମ କରିବ ବୋଲି କହିକି ଆଜି ଯାଇଛନ୍ତି ଆଚାର୍ଯ୍ୟ ପରମ୍ପରା ରଖିଦେଇ। ଆଜି କେତେ ଭାଗ୍ୟବାନ ଆମର ଏଇ ଯୋଉ ଶଙ୍କର ଭାଇ ଉଦ୍ୟମରେ ଆଜି ସତ୍ସଙ୍ଗ ଆମର ଏଇ ତାପିନଗର ସମସ୍ତେ ଶୁଣିଛନ୍ତି ସମସ୍ତେ ଠାକୁରଙ୍କର ବାର୍ତ୍ତା ଶୁଣୁଛନ୍ତି ସମସ୍ତଙ୍କ ଜୀବନ ତ ପାପ ଧୋଇ ହେଇଯାଇଥିବ ଏଇଟା ନିଶ୍ଚିତ କଥା ଯୋଉଟା କି ଶାସ୍ତ୍ରରେ ବିଧାନ ଅଛି। ସମୟ ବହୁତ ହେଇଗଲାଣି ପ୍ରକାଶ ଭାଇ ଆମର ଯୋଉ ସିଆଡେ ରୋଷେଇର ଟିକେ ବ୍ୟବସ୍ଥା ହେଇନି ବୋଲି ଟିକେ ଅନୁରୋଧ କରିଥିଲେ ବୋଲି 5-10 ମିନିଟ୍ ବଢେଇ ଦେଇଛନ୍ତି। ୟା ପରେ ଆମର ଲକ୍ଷ୍ମୀ ଭାଇ ଅଛନ୍ତି ସେ ଆମର ସମାପନ ସଙ୍ଗୀତ କରି ସତ୍ସଙ୍ଗ ଶେଷ କରିବେ।